କେତେବେଳେ ମେଘମାଳା ସହ, କେତେବେଳେ ପୁଣି କାକରର ବିନ୍ଦୁ ସହ, କେତେବେଳେ ପୁଣି ସୁନେଲି ଖରାର ସହ ପ୍ରକୃତି ତା ନିଜକୁ ସଜଉଛି, ଯୋଉଥିପାଇଁ ତ ସେ ବହୁତ ସୁନ୍ଦର ଲାଗୁଛି। ହେଲେ ଏ ମଣିଷ ପ୍ରାକୃତିକ ନୁହେଁ ଆଜ୍ଞା, କୃତ୍ରିମ ରଙ୍ଗରେ ନିଜକୁ ସଜେଇ ହେଉଛି ଏବଂ ନିଜକୁ ନିଜେ ବେଶ ସୁନ୍ଦରୀ ବୋଲି ଭାବୁଛି ଏବଂ ନିଜକୁ ନିଜେ ବେଶ ସୁନ୍ଦରୀ ବୋଲି ଅନ୍ୟ ଆଗରେ ମଧ୍ୟ ପ୍ରମାଣିତ କରିବା ପାଇଁ ପଛଉନାହିଁ। ଥରେ ପ୍ରକୃତିକୁ ନେଇକି ଦେଖନ୍ତୁ, ପ୍ରକୃତି ଯାହା ବି ତା ନିଜକୁ ସଜଉଛି ପ୍ରକୃତିକୁ ନେଇକି ସଜଉଛି, ଅର୍ଥାତ୍ ପ୍ରାକୃତିକ କଥାକୁ ନେଇକି ସଜଉଛି। ହେଲେ ମଣିଷ ସବୁବେଳେ କୃତ୍ରିମ କଥା ଏବଂ କୃତ୍ରିମ ଚିନ୍ତାଧାରାକୁ ନେଇକି ସେ ଏତେ ବ୍ୟସ୍ତ ରହୁଛି ଯେ ବାସ୍ତବ ଏବଂ ପ୍ରାକୃତିକ କଥା, ପ୍ରାକୃତିକ ଜିନିଷକୁ ସେ ଭୁଲି ଯାଉଛି। ନିଜକୁ ଯେତେ ସଜେଇଲେ, ଯେତେ ରଙ୍ଗ ମାଖି ହେଲେ, ଯେତେ ଯାହା କଲେ ଆପଣ ସୁନ୍ଦର ହେଇଯିବେନି ଆଜ୍ଞା। ଆପଣଙ୍କୁ ବାସ୍ତବ ସୁନ୍ଦର ହେବାକୁ ପଡ଼ିବ। ସେଇଟା ପୁଣି ପ୍ରାକୃତିକ, କେବେ କୃତ୍ରିମ ନୁହେଁ। ସେଇଟା ପୁଣି ଅରିଜିନାଲ, କେବେ ଡୁପ୍ଲିକେଟ୍ ନୁହେଁ। ସେଇଟା ପୁଣି ରିଏଲ, କେବେ ଫେକ୍ ନୁହେଁ। ରିଏଲ ବିୟୁଟି ହେବାକୁ ଚେଷ୍ଟା କରନ୍ତୁ, ରିଏଲ ମଣିଷ ହେବାକୁ ଚେଷ୍ଟା କରନ୍ତୁ। ଏଠି ତ ହଜାରେ ଫେକ୍ ମଣିଷ, ଫେକ୍ ବିୟୁଟି ଦେଖିବାକୁ ମିଳେ। ଏଇ ତ ଜୀବନର କଥା।